ପାନୀୟ ଫସଲ ଚାହା। ଚାହା ଭାରତର ଏକ ମୁଖ୍ୟ ପାନୀୟ ଫସଲ ଓ ଏହା ରୋପଣ କୃଷିର ଅନ୍ତର୍ଗତ। ଏହା ସୋପାନ କୃଷି ପରି ପାହାଡ଼ର ଗଡ଼ାଣିଆ ଅଂଶରେ ଧାଡ଼ି ଧାଡ଼ି କରି ଲଗାଯାଇଥାଏ। ଚାହା ଗଛର କଅଁଳିଆ ପତ୍ରରୁ ଚାହା ପ୍ରସ୍ତୁତ କରାଯାଏ। ଏହି ଚାଷ ପାଇଁ ଉଷ୍ମ ଓ ଆର୍ଦ୍ର ଜଳବାୟୁ ଆବଶ୍ୟକ। ଚାହା ଗଛ ଭଲ ବଢ଼ିବା ପାଇଁ 20 ଡିଗ୍ରୀରୁ 30 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଏବଂ ବାର୍ଷିକ ହାରାହାରି 150 ସେଣ୍ଟିମିଟରରୁ 300 ସେଣ୍ଟିମିଟର ବୃଷ୍ଟିପାତ ଆବଶ୍ୟକ। ଏହି ଚାଷ ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ କରାଯାଏ। ମାତ୍ର ଗଛ ମୂଳରେ ପାଣି ରହିଲେ ଗଛ ନଷ୍ଟ ହୋଇଯାଏ। ଏହା ଏକ ଶ୍ରମଭିତ୍ତିକ କୃଷି ଏବଂ ଏହି ଚାଷ ପାଇଁ କର୍ମଠ ଓ ଶସ୍ତାରେ ଉପଲବ୍ଧ ଶ୍ରମିକ ଆବଶ୍ୟକ। ଭାରତରେ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ଓଡ଼ିଶାରେ ଚାହା ଚାଷ କରାଯାଉଛି। ରାଞ୍ଚି, ଡେରାଡୁନ, ଆଲମୋରା ଇତ୍ୟାଦି ସ୍ଥାନମାନଙ୍କରେ ଚାହା ଚାଷ କରାଯାଏ। ଓଡ଼ିଶାର କଳାହାଣ୍ଡି, କୋରାପୁଟ, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାମାନଙ୍କରେ ଚାହା ଚାଷ କରାଯାଏ। ପୃଥିବୀର ସମୁଦାୟ ଚାହା ଉତ୍ପାଦନର 30% ଭାରତରେ ଉତ୍ପାଦିତ ହୁଏ।